ରାଜୁ ନାମକ ଗୋଟେ କନଷ୍ଟେବଲ ଦିନେ ମନ ଦୁଃଖରେ ଶ୍ରୀ ବଜରଙ୍ଗବାଲିଙ୍କ ପାଖକୁ ଗୋଟେ କେସ୍ ବିଷୟରେ ଡିସ୍କସନ୍ କରିବାକୁ ଆସିଲା। ବଜରଙ୍ଗବାଲି, ମୁଁ ଗୋଟେ ବଡ଼ କେସ୍ରେ ଫସି ଯାଇଛି। ତମେ ଟିକେ କ'ଣ କର, ତମେ ତ ସମିତିଙ୍କ ଦୁଃଖ କଷ୍ଟ ଦୂର କର। ତୁମେ ତ ଜାଣିଛ ମୁଁ ଗୋଟେ ପୋଲିସ ଅଫିସର, ମୋ ଉପରେ ସବୁବେଳେ ପ୍ରେସର ପଡ଼ିଛି। ଆଉ ମୁଁ ଗୋଟେ ବଡ଼ ମିଶନରେ ଫସି ଯାଇଛି, ଆଉ ସେଥିରୁ ବାହାରିବା ବହୁତ ଅକଳିଆ। ତମେ ଟିକେ କ'ଣ କରି ମୋତେ ସେଠୁ ଟିକେ ଜଲ୍ଦି ମୁକୁଳାଇ ଦିଅ, ଆଉ ସେ ମିଶନଟାକୁ ଜଲ୍ଦି ପୁରା କରିଦିଅ। କେତେ ଲୋକଙ୍କର କେତେ ଆଶାରା ତମେ ଭାବିଛ, ମୋତେ ଟିକେ ସାହାଯ୍ୟ କର। ମୁଁ ଗୋଟେ ବଡ଼ ମିଶନରେ ଅଛି, ମୋତେ ଟାଇମ୍ ହେଉନି ତମ କତିକି ଆସିବାକୁ। ମୁଁ କେମିତି କ'ଣ ତମ କତିକି ଆସିକି ମୋ ଦୁଃଖର କଥା ତମକୁ କହୁଛି। ତମେ ତ ସମିତିଙ୍କ ଦୁଃଖର କଥା ବୁଝୁଛ, ମୋ ଦୁଃଖର କଥା ଟିକେ ତମେ ବୁଝ। ମୁଁ କେତେ ଲୋକଙ୍କୁ ବୁଝି ସାରିଲିଣି, ମୋତେ ଟିକେ ସାହାଯ୍ୟ କର। କିନ୍ତୁ କିଏ ମୋ ସାହାଯ୍ୟ କରୁନାହାନ୍ତି। ଯିଏ ବି ଯାଉଛନ୍ତି ପୁରା କରିପାରୁନାହାନ୍ତି। ଜୟ ବଜରଙ୍ଗବାଲି। ହଠାତ୍ ସେତିକିବେଳେ ବଜରଙ୍ଗ ଭିତରକୁ ସ୍ୱୟଂ ହନୁମାନ ଆସିଗଲେ। କହିଲେ, ଗୋପାଳ, ମୁଁ ଜାଣିଛି ରେ, ତୁ ବହୁତ ଏଇନା ଅସୁବିଧାରେ ଅଛୁ, କିନ୍ତୁ ନିଜ ଉପରେ ଭରସା ରଖ। ଯେତେ କଷ୍ଟ ହେଲେ ବି ତୁ ନିଶ୍ଚୟ ପାରିବୁ ସେ କେସ୍ଟାକୁ। ମୁଁ ଜାଣିଛି ତୋ ଦ୍ୱାରା ହିଁ ହେଇପାରିବ। ତୁ ଖାଲି ନିଜ ଉପରେ ଭରସା ରଖ, ଆଉ ମୁଁ ସବୁବେଳେ ତୋ ସାଥିରେ ଅଛି। ଡର ନା କାହାକୁ ବି ଡରିବୁନୁ। ଭାବନା ଯେ ଭୁଲ ନା ଯେ ତୁ ଏକା ଅଛୁ ବୋଲି, ମୁଁ ତୋ ସାଥିରେ ଅଛି। ତେଣୁ ମୋ କଥା ଖାଲି ସବୁବେଳେ ମନେ ରଖିଥିବୁ, ଡରିବୁନୁ କାହାକୁ, ଆଗେଇ ବଢ଼ିବୁ, ଯାହା ହବ ଦେଖାଯିବ। ବଜରଙ୍ଗବାଲି ତୋ ସାଥିରେ ଅଛନ୍ତି। ଜୟ ଶ୍ରୀରାମ, ଜୟ ବଜରଙ୍ଗବାଲି, ଜୟ ଶ୍ରୀରାମ, ଜୟ ଶ୍ରୀରାମ। ହଉ ଗୋପାଳ, ମୋ କଥା ଶୁଣି ରଖିଲୁ ତ? ତତେ ଏ କେସ୍ରେ ମୁଁ ଫସେଇନି, ବଲ୍କି ଫସିଛୁ ତୁ ଆଗରୁ। ତୁ ଏ କେସ୍ ପାରିବୁ ବୋଲି ହିଁ ମୋର ଏତିକି ଭରସା। ତୁ ହିଁ ପାରିବୁ ଏ କେସ୍ଟାକୁ। ତେଣୁ ମୁଁ ତୋ ସାଥିରେ ଅଛି, ମୋ ଆଶୀର୍ବାଦ ତୋ ସାଥିରେ ଅଛି। ତୁ ଯା, ନିଶ୍ଚୟ ପାରିବୁ। ତାପରେ ଗୋପାଳ ଏ କଥା ଶୁଣିକି ଚାଲିଗଲା ଆଗକୁ ତା କେସ୍ ବିଷୟରେ ଛାନବିନ କରିବାକୁ। ସେ ଯାଇକି ପହଞ୍ଚିଲା ଗୋଟେ ଚା ଦୋକାନ ବାଲା ପାଖରେ। ଚା ଦୋକାନ ପାଖରେ ଥିଲା ରମେଶ। ସେ ପଚାରିଲା, ଆରେ ରମେଶ, କହିଲ ଦେଖି, ତାକୁ କିଏ ମାରିଥିଲା? ତମେ ମାରିଛ କି? ସତ କୁହ। ଆରେ ଚୁପ୍ ହେଇ ରହିଲ କାହିଁକି? ସତ କହୁନା। ଆରେ ରମେଶ, ତମେ ଗୋଟେ ବୁଢ଼ା ଲୋକ ହେଲଣି, ପୁଲିସଙ୍କର ସାହାଯ୍ୟ କରିବା କଥା, ତମେ ପୁଲିସ ସହିତ ଖେଳୁଛ? ଏଇଟା କ'ଣ ଠିକ୍ କଥା? ତମେ ବୁଢ଼ା ଯେତେ ହେଉଛ ସେତେ ବୁଦ୍ଧି କମୁଛି। କି ବୁଢ଼ା ଲୋକ କେଜାଣି ତମ ବୁଦ୍ଧି ସୁଦ୍ଧି କିଛି ହେଇନି। ପୁଲିସ ବାଲାଙ୍କୁ ସାହାଯ୍ୟ କରିବା ଦରକାର, ଓଲଟି ତମେ ପୁଲିସ ବାଲାଙ୍କ ସହିତ ଖେଳୁଛ। ଏମିତି କ'ଣ ଠିକ୍ କଥା? ତମକୁ ଶୁଭା ଯାଉନି? ରମେଶ କହିଲା, ନା ଆଜ୍ଞା ସାର୍, ମୋର ଭୁଲ ହେଇଯାଇଛି। ମୁଁ ହିଁ ସେ ଦୋଷୀ। ମୁଁ ହିଁ ଦୋଷ କରିଛି। ମୋତେ କ୍ଷମା କରିଦିଅନ୍ତୁ। ମୋ ଦ୍ୱାରା ଏ ଭୁଲ ଆଉ କେବେ ବି ହେବନି। ମୋ ଦ୍ୱାରା ଭୁଲ ହେଇଯାଇଛି। ମୁଁ ଜାଣିଶୁଣି ମାରିବାକୁ ଚାହୁଁନଥିଲି। ମୁଁ ବାସ୍ ତାକୁ ବୁଝିବାକୁ ଚେଷ୍ଟା କରୁଥିଲି, କିନ୍ତୁ ସିଏ କ'ଣ କଲା ନା, ଗୋଡ଼ ଖସିଗଲା। ମୁଁ ତାକୁ ଧକ୍କା ଦେଲି, ତା ଗୋଡ଼ ଖସିଗଲା, ସେ ସେଇଠି ଖତମ। ଆପଣ ଯଦି ବିଶ୍ୱାସ କରୁନାହାନ୍ତି ମୋ କଥାକୁ, ଚାଲନ୍ତୁ ମୁଁ ନେଇକି ଚାଲୁଛି ସେ ଜାଗାକୁ, ଆପଣ ଦେଖିବେ। ତ ଗୋପାଳ ପୁଲିସ ବାଲା ସେ ଜାଗାକୁ ନେଇ ଗଲା। ପୁଲିସ ବାଲା ସବୁ କଥା କହିଲା। ତାପରେ କହିଲା ପୁଲିସ ବାଲା, ଆପଣ ତ ଜାଣିଲେ ସବୁ କଥା, ଏବେ ଆପଣଙ୍କ ଇଚ୍ଛା, ଆପଣ ମୋତେ ଦଣ୍ଡ ଦେବେ ତ ଦଣ୍ଡ ଦେବେ। ମୁଁ ସେ ଦଣ୍ଡକୁ ପାଇବା ପାଇଁ ରାଜି ଅଛି, କିନ୍ତୁ ମୁଁ ଡରିବି ନାହିଁ କାହାକୁ। ଏବେ ବି କହୁଛି, ଆପଣ ବି କହୁଛି, ମୁଁ କାହାକୁ ଡରେ ନା। କିନ୍ତୁ ଆପଣ ଯେହେତୁ ମୁଁ ଭୁଲ କରିଛି, ତେଣୁ ଆପଣ ମୋତେ ଦଣ୍ଡ ଦିଅନ୍ତୁ। ମୁଁ ସେ ଦଣ୍ଡ ପାଇଁ ରାଜି ଅଛି। ଗୋପାଳ କହିଲା, ଠିକ୍ ଅଛି, ଯଦି ମୋ ଦ୍ୱାରା ଭୁଲ ହେଇଯାଇଛି, ତା ବି ତମକୁ ଛଡ଼ାଯିବ ନାହିଁ। କାହିଁକି ଆଇନ ଆଗରେ ସବୁ ସମାନ, ସେ ଛୋଟ ହେଉ କି ବଡ଼ ହେଉ। ତମେ ଯେହେତୁ ଭୁଲ କରିଛ, ତେଣୁ ତମକୁ ଦଣ୍ଡ ମିଳିବ। କିନ୍ତୁ ତମେ ଯେହେତୁ ଅଜାଣତେ ଭୁଲ କରିଦେଇଛ, ସେଥିପାଇଁ ତମକୁ ଅଳ୍ପ ଦଣ୍ଡ ମିଳିବ। ତଥାପି ତମେ ଭୁଲ କରିଛ, ତେଣୁ ତମକୁ ଦଣ୍ଡ ମିଳିବ। ଚାଲ ମୋ ସାଙ୍ଗରେ, ମୁଁ ତମକୁ ଆରେଷ୍ଟ କରି କୋର୍ଟକୁ ନେବି। କୋର୍ଟରେ ଯାହା କଥା ହେବ ଆଉ। ଗୋପାଳ ଏହା କହିକି ଗଲା ପୁଲିସ ଥାନାକୁ। ତାଲା ଆଣିବ, ଗୋପାଳକୁ ଜେଲକୁ ନେବ। ଆଉ ସାଙ୍ଗମାନେ ସେ ଦୁଇ ଜଣ ତ ଜେଲ ଗଲେ, ଦଣ୍ଡ କରିଥିଲେ, ଦୋଷୀ ଜେଲକୁ ଗଲେ। ଆମ ସେଥିରୁ କ'ଣ ଗଲା? ଆପଣ ଏଥିରୁ କ'ଣ ଶିଖିଲେ? ନା କେବେ ବି ରାଗରେ କିଛି ଜିନିଷ କରିବେ ନାହିଁ, ଠିକ୍ ଅଛି?
ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ ତେବେ ଚ୍ୟାନେଲକୁ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍